ପାଟରା ସମ୍ପ୍ରଦାୟର ମା ଓ ଭଉଣୀମାନଙ୍କ ଦ୍ୱାରା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ରକ୍ଷାବନ୍ଧନରେ ବନ୍ଧନ କରାଯାଇଛି। ଦୀର୍ଘ 3 ଦଶନ୍ଧି ଧରି ଏହି ପରମ୍ପରାକୁ ବଜାଇ ରଖିଛନ୍ତି ଜଗତସିଂହପୁର ଜିଲ୍ଲା ପାଟରା ସମ୍ପ୍ରଦାୟର ମା ଓ ଭଉଣୀମାନେ। ସ୍ୱର୍ଗତ ଦୁର୍ଯ୍ୟୋଧନ ସାହୁଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମ ଦୀର୍ଘ 3 ଦଶନ୍ଧି ଧରି ଚାଲି ଆସୁଛି। ଆଜି ପବିତ୍ର ରକ୍ଷାବନ୍ଧନ ଅବସରରେ ଦୁର୍ଗାଚରଣ ବେହେରାଙ୍କ ପୌରୋହିତ୍ୟରେ ଆଜି ତିତିରା ପଞ୍ଚାୟତର ପାଟରା ସମ୍ପ୍ରଦାୟର ମା ଓ ଭଉଣୀମାନେ ଏକତ୍ରିତ ହୋଇ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଯାଇଥିଲେ। ଏହି କାର୍ଯ୍ୟକ୍ରମରେ ବୀରନାରାୟଣ ପାତ୍ର, ପ୍ରସନ୍ନ ବାବୁ, ଶଙ୍କର ବାବୁ, ଶିବ ବାବୁ, ଉମା ବାବୁ, ପ୍ରଶାନ୍ତ, କଳ୍ପନା ବେହେରା, ପୁଷ୍ପାଞ୍ଜଳି ପୃଷ୍ଟି, ଅନନ୍ତ ସାହୁ ପ୍ରମୁଖ ଯୋଗଦାନ କରି ଆଜି ରକ୍ଷାବନ୍ଧନ ଅବସରରେ ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ବଡ଼ ଠାକୁର ବଳଦେବଙ୍କୁ ରକ୍ଷାବନ୍ଧନରେ ବାନ୍ଧିଥିଲେ। ଏହି କାର୍ଯ୍ୟକ୍ରମ ତିତିରା ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଭୁ ଜୟ ଜଗନ୍ନାଥ। ମୁଁ ଦୁର୍ଗାଚରଣ ବେହେରା, ଏ ପାଠଶାଳା ପରିଷଦର ଜଣେ କର୍ମକର୍ତ୍ତା। ଦୀର୍ଘ 24 ବର୍ଷ ହେଲା ଏ ପାଟରାଖି କାର୍ଯ୍ୟ ଆମେ କରିଆସୁଛୁ। ଆମ ମାମୁଁ ଥିଲେ ଦୁର୍ଯ୍ୟୋଧନ ସାହୁ, ସେ ଆରମ୍ଭ କରିଥିଲେ। ତାଙ୍କ ଦେହାନ୍ତ ପରେ ଆମେ ସବୁ କାର୍ଯ୍ୟ କରୁଛୁ। ଏ ପାଟରାଖି ଜଗନ୍ନାଥଙ୍କ ପାଖରେ ଯେତେ ସେବା ଅଛି ତା ଭିତରେ ଅନ୍ୟତମ ଆମ ପାଟଶାଳା ରାକ୍ଷୀ ଅଛି ଗୋଟେ। ଏ ପାଟରାଖି ଯେଉଁ ଆମର ପାଟରେ ତିଆରି ଅଛି, ଏ ବାଙ୍ଗାଲୋରରୁ ପାଟ କିଛି ଆସେ, ଜଗନ୍ନାଥ ମନ୍ଦିରରୁ କିଛି ପାଟ ଆସେ। ଆଉ ଆସିକି ଆମର କଟକରେ ଅଛି ନୂଆ ବଜାର, ସେଠି ଆମର କର୍ମଚାରୀ ଅଛନ୍ତି ସବୁ ତିଆରି କରିବା ପାଇଁ ଅଛନ୍ତି। ସରସ୍ୱତୀ ପୂଜା ଠାରୁ ଆମର ଏ ପାଟରାଖି ତିଆରି ହୁଏ। ଏ ପାଟରାଖି ତିଆରି ସାରିଲା ପରେ ଆମର ଗୋଟେ ଡେଟ୍ ଫିକ୍ସ ହୁଏ। ଆମର ପ୍ରଭୁ ଜଗନ୍ନାଥ ମନ୍ଦିର ଆମର ଶଙ୍କରାଚାର୍ଯ୍ୟ ମଠରୁ ଏ ରାକ୍ଷୀ ଆସି ଶଙ୍କରାଚାର୍ଯ୍ୟ ସେଠି ପୂଜା ଅର୍ଚ୍ଚନା କରି ସେଠୁ ଆମ ରାକ୍ଷୀ ସମର୍ପଣ କରନ୍ତି। ସେଠୁ ଆମେ ଆଣିକିରି ଧାକୁଲେଇ ପାଖରେ ରାତି ଯାପନ କରୁ। ତା ପରଦିନ ସକାଳୁ ଆମର ଧାକୁଲେଇରେ ଆମର ସୁଭଦ୍ରାଙ୍କ ବାଡ଼ଗରେ ଆମର ଏଥିରେ ମୁଖ୍ୟ ଅତିଥି ଅଛନ୍ତି, ସେମାନେ ଆସି ସମସ୍ତେ ଧାକୁଲେଇ ପାଖରେ ପହଞ୍ଚିବେ। ସେଠୁ ନେଇକି ଆମେ କେନ୍ଦ୍ରାପଡ଼ା ବଳଦେବ ଜୀଉ କତିରେ ନେଇକି ପ୍ରଭୁଙ୍କ ପାଖରେ ଅର୍ପଣ କରିକି ଆସୁ। ଯାହା ଏ ବର୍ଷ ମୋତେ ସୁଯୋଗ ମିଳିଥିବାରୁ ମୁଁ ପ୍ରଭୁଙ୍କ ପାଖକୁ ଆମ ତିତିରା ଗ୍ରାମର ଜଗନ୍ନାଥ ମନ୍ଦିର ପାଖକୁ ଆମ ପାଟଣା ଭାଇମାନଙ୍କ ସହିତ ଗୋଟେ ପ୍ରସେସନରେ ଆସିକିରି ମୁଁ ଜଗନ୍ନାଥଙ୍କ ପାଖରେ ଅର୍ପଣ କରୁଛି। ପ୍ରଭୁଙ୍କ ପାଖରେ ଏ ରାକ୍ଷୀ ଅର୍ପଣ କରୁଛି। ଧନ୍ୟବାଦ।